ଏମର୍ଜେନ୍ସି ମୁଣ୍ଡ ଉପରେ ରଥଯାତ୍ରା ଏମର୍ଜେନ୍ସି ମିଟିଂ ଡାକିଲା। ତଥାପି ମାନେ ସେମିତି କିଛି ଇଏ ତ ସେ ନିର୍ଦ୍ଦିଷ୍ଟ ଭାବରେ ଲେଖିଛନ୍ତି ଯେ ଦୀଘା ଗଲେ ବୁଝିବାକୁ ପଡିବ, ସେ ମିଟିଂ ଡାକିଛି ଗଲେ ଜଣା ପଡିବ କଣ କହୁଛନ୍ତି କଣ ନ କହୁଛନ୍ତି। ତଥାପି କଣ ଆପଣ ମତ ରଖିବେ? ସେ ପଚାରେ ଜଣା ପଡିବ, ସେମାନେ ପଚାରେ ଆମେ ଜାଣିବା ସେ କଣ କହୁଛନ୍ତି କଣ ନ କହୁଛନ୍ତି, ଆମେ କାହିଁ ଆଗୁଆ ପାଇବାକୁ ଯିବା ମତ ରଖିବା। କିନ୍ତୁ ବର୍ତ୍ତମାନ ବିଭିନ୍ନ ଯୋଉ ଗଣମାଧ୍ୟମରେ ଯୋଉ ପ୍ରକାର ଖବର ସବୁ ପ୍ରସାରଣ ହଉଛି ସେ ହଉ ଆମେ ଶୁଣୁଛୁ ଦେଖୁଛୁ। ଆଜି ମିଟିଂ ସରିଲା ପରେ ସବୁ କହିବାନି କଣ ଅଛି କଣ ନାହିଁ, ଆମେ ଦେଖୁଛୁ ଶୁଣୁଛୁ ମୁଁ ଦେଖୁଛି। ମୁଁ ତ କିଛି କାହାକୁ କହୁନି, ଜାଣିକି କହୁନି କିଛି। ମୁଁ ଜଗନ୍ନାଥଙ୍କ ବାଳକ ଭାଇ, ମୋର ଯେତିକି କର୍ତ୍ତବ୍ୟ ମୁଁ ଯାହା ମୁଁ କହିବା କଥା କରୁଛି। କିନ୍ତୁ ଆଉ ଗୋଟେ କଥା ଯେ ମମତା ବାନାର୍ଜୀଙ୍କର ଇଲେକ୍ସନ ସମୟ ହଉ କି ଯେକୌଣସି ସମୟରେ ସେ ଆପଣଙ୍କୁ ସେ ଖୋଜିଥାନ୍ତି ଏବଂ ଆପଣଙ୍କ ପାଖରେ ବି ବେଳେ ବେଳେ ଆସିକି ପହଞ୍ଚିଥାନ୍ତି। ପୁରୀ ଆସିଲେ ଆଗେ ଆପଣଙ୍କ ଘରକୁ ଆସନ୍ତି, କିନ୍ତୁ ଯେତେବେଳେ ଦୀଘାରେ ଗୋଟେ ଜଗନ୍ନାଥ ମନ୍ଦିର ତିଆରି କରାଯାଉଛି ସେ ସମ୍ପର୍କରେ ବା ଆପଣଙ୍କୁ ତ ନିଶ୍ଚିତ ଇନଭାଇଟ୍ ହେଇଥିବ। ହେଇଥିଲା ଇନଭାଇଟ୍, ମୁଁ ଗଲିନି। ସେଥିରେ କଣ ଅଛି ଯେ ଇଚ୍ଛା ହେଲେ ଯିବ, ନ ଯିବ ସେଇଟା କଣ ଜୋର ଜବରଦସ୍ତି କିଛି ନାହିଁ। ଆଉ ମୁଁ ଇଚ୍ଛା ହେଲେ ଗଲି। କିନ୍ତୁ ଗୁଡାଏ ଗାଡି ପଠେଇଥିଲେ, ଗୁଡାଏ ଗାଡି ମୋ ସେ ଆସିଲା, ମୋ ଉପରେ ଆସିଲା, ମୁଁ ଯାଇନି। ଆପଣଙ୍କ ପାଖକୁ ଗାଡି ଆସିଥିଲା? ନା ମୋ ମୋ ଗାଡି ଆସିନି କି ମୁଁ ସେଟା ଇଣ୍ଟରେଷ୍ଟ ନଥିଲା ମୋର। କିନ୍ତୁ ଇନଭାଇଟେସନ କାର୍ଡ ଆସିଥିବ? ନାଇଁ ମତେ କାର୍ଡ ସାହସ କରି। ଆଚ୍ଛା, ସିଏମ ଙ୍କର ଫୋନ ଟା ଆସିଥିବ? କିଛି ନାହିଁ, ଏତେ ବଡ କାମଟେ ସେ କଲେ ନାଇଁ କିଛି ନାହିଁ। ତଥାପି ଜଗନ୍ନାଥ ମନ୍ଦିରଟିଏ ସେଠି ସେମାନେ ପ୍ରତିଷ୍ଠା କରୁଛନ୍ତି କଲେ। ଜଗନ୍ନାଥ ମନ୍ଦିର ସାରା ପୃଥିବୀ ରହୁଛି, କିଛି ନାହିଁ। ଜଗନ୍ନାଥ ମନ୍ଦିର ସାରା ପୃଥିବୀ ରହୁଛି, କିଛି ଅସୁବିଧା ନାହିଁ। ଏଠି ଅସୁବିଧା କଣ ଅଛି? ମାନେ ଯଦି ସବୁଆଡେ ଆମର ଜଗନ୍ନାଥ ମନ୍ଦିର ହଉଛି ଏଠି ହବ ଏଇ ତ ଅସୁବିଧା। ଆଜି ମିଟିଂ ଜଣା ପଡିଯିବ, ତାପରେ ମୁଁ ଟିଭିରେ କହିବି। କିନ୍ତୁ ଜଗନ୍ନାଥ ଧାମ କହିବା ମୁଁ ଆଜି ଯାଉ ମିଟିଂ ଯାଏ, ଆସିଲା ପରେ ଆପଣମାନଙ୍କୁ ବକ୍ତବ୍ୟ ମୁଁ ଦେବି। ତଥାପି ଆପଣ ସେଠିକା କଥା ଛାଡନ୍ତୁ, ଦୀଘା କଥା ଛାଡନ୍ତୁ, ଆମର ଓଡିଶାରେ ବି ଯୋଉଠି ହବ ଆମ ପୁରୀ ବ୍ୟତୀତ ସେ ଜାଗାକୁ କଣ ଆମେ ଧାମ ବୋଲି କହିପାରିବା? ଏଟା ସମ୍ଭବପର? ଏବେ ପ୍ରଭୁଙ୍କ ଏଇଆ ଛଡା ବିକଳ୍ପ ଅଛି କୋଉଠି? ଆଉ ଏଇଠି କଣ ନବକଳବର ହେଇପାରିବ? ଆଉ ବ୍ରହ୍ମ କେତେଟା ବ୍ରହ୍ମ ଅଛନ୍ତି? ଏଇଟା ପ୍ରଭୁଙ୍କ ଧାମ। ଏଇଟା ନୀଳାଞ୍ଚଳି ମହାପ୍ରଭୁ ସ୍ୱୟଂ ଚୈତନ୍ୟ ମହାପ୍ରଭୁ କହିଯାଇଛନ୍ତି। ନୀଳଗିରି ପାହାড়ରେ ଜଗନ୍ନାଥ ମହାପ୍ରଭୁ ବିରାଜମାନ କରୁଛନ୍ତି। ସଂଗନାଭି କ୍ଷେତ୍ର ଶ୍ରେଷ୍ଠ ଧାମ, ଅନ୍ନ କ୍ଷେତ୍ର, ଚାରି ଧାମର ଶ୍ରେଷ୍ଠ ଧାମ ପ୍ରଭୁଙ୍କ ଧାମ। ଆମର ଭାବର ଠାକୁର ସିଏ, ଆମର ଐତିହ୍ୟ, ଆମର ଭାବନା, ଆମର 4.5 କୋଟି ଲୋକଙ୍କର ଗର୍ବ ସିଏ। ତାଙ୍କ ଛଡା ଏମିତି ଠାକୁର କୋଉଠି ଅଛନ୍ତି? କୋଉଠି ନାହାନ୍ତି, ସାରା ବିଶ୍ୱରେ କୋଉଠି ନାହାନ୍ତି। ଆମର ସମସ୍ତଙ୍କର ସାରା 4.5 କୋଟି ଲୋକଙ୍କ ଗର୍ବ ସିଏ, ତାଙ୍କ ଛଡା ଆମେ ବଞ୍ଚି ପାରିବାନି। କେବଳ ଶ୍ରୀମନ୍ଦିର ବ୍ୟତୀତ ଆଉ କୌଣସି ଜାଗାରେ ବ୍ରହ୍ମ ସଂସ୍ଥାପନର ସଂସ୍କୃତି ଅଛି? ସାରା ପୃଥିବୀରେ ନାହିଁ, ପୃଥିବୀରେ ପ୍ରଭୁଙ୍କ ପ୍ରଭୁ ଆମର ପ୍ରଭୁ ଆସି ଜିନିଷ ପ୍ରଭୁ। ଆଉ ବନଜାଗ ପଦ୍ଧତି ବା ଅନେକ ସେମିତି କିଛି ନାହିଁ? ଏମିତି ଅଛି। ଆମର ହଜାର ହଜାର ବର୍ଷ ତଳ ମହାପ୍ରଭୁ ଅଛନ୍ତି। କହିଲି ରାଜା ଇନ୍ଦ୍ରଦମ୍ନ ମନ୍ଦିର କରିଛନ୍ତି, ବ୍ରହ୍ମା ପ୍ରତିଷ୍ଠା କରିଛନ୍ତି, ସ୍ୱୟଂ ଭଗବାନ, ସ୍ୱୟଂ ବିଷ୍ଣୁ, ସ୍ୱୟଂ ନାରାୟଣ, ସ୍ୱୟଂ ଭଗବାନ ଜଗନ୍ନାଥ, ସ୍ୱୟଂ ବାସୁଦେବ ନିଜେ ବିରାଜମାନ ମହାପ୍ରଭୁ, ସ୍ୱୟଂ ଭଗବାନ ବିରାଜମାନ। କଳିଯୁଗରେ ମହାପ୍ରଭୁ ଭକ୍ତକୁ ଡାକୁଛନ୍ତି, ମୁଁ ତତେ ମୁଁ ଦର୍ଶନ ଦେବି। ଆଉ ଭକ୍ତକୁ ଡାକୁଛନ୍ତି। ରଥ ସମୟରେ ସ୍ୱାମୀ ଜଗନ୍ନାଥ ଦୌଡ଼ିକି ପଳେଇ ଆସୁଛନ୍ତି ଦାଣ୍ଡକୁ ଭକ୍ତକୁ ଦର୍ଶନ ଦେବାକୁ। ଏ ଠାକୁର କୋଉଠି ଅଛନ୍ତି? କୋଉଠି ନାହାନ୍ତି। ତା ଭରତା ଜଗନ୍ନାଥ ସମସ୍ତେ ମଙ୍ଗଳ କରନ୍ତି। ଆଉ ଗୋଟେ କଥା ଯେ ଆମ ମନ୍ଦିର ଆଗରେ ଯୋଉ ଅରୁଣ ସ୍ତମ୍ଭ ରହିଛି, ଅରୁଣ ସ୍ତମ୍ଭଟି କୋଣାର୍କରୁ ଆସିଥିବା ଯାହା ଐତିହାସିକ କିମ୍ବଦନ୍ତୀ ଜଣା ପଡେ। କିନ୍ତୁ ସେଠି ମାନେ ଅନ୍ୟ ଜାଗାରେ ମଧ୍ୟ ଯୋଉମାନେ ଜଗନ୍ନାଥ ମନ୍ଦିର କରୁଛନ୍ତି ଆଗରେ ସେମାନେ ଏ ଅରୁଣ ସ୍ତମ୍ଭ କରୁଛନ୍ତି। ଦେଖିକିରି ଏଇ ଜିନିଷ ଏଇ ତ ଆମର ଏଇଟା ପରମ୍ପରା ରହିଯାଇଛି, ଯାହା ରହିଯାଇଛି। ଏକୁ ଦେଖି ଦେଖି କିଛି ଲୋକ ଅରୁଣ ସ୍ତମ୍ଭ କରୁଛନ୍ତି, ଗଡ଼ ସ୍ତମ୍ଭ କରୁଛନ୍ତି, ସବୁ ଜାଗାରେ ଏତେ କଣ। ଏଇ ଯେମିତି ପ୍ରଭୁଙ୍କ ଯୋଉ ଅଛି ନୀଳାମୟ କ୍ଷେତ୍ରରେ ତାଙ୍କ ଲୀଳା ଚାଲିଛି। ଏ ରଥ ଏଠି ହଉଛି, ଏ ତ ସାରା ବିଶ୍ୱ ରଥ ହଉଛି। ଆମେରିକାରେ ହଉଛି, ଏଠି ହଉଛି। ସେତେବେଳେ ଇସ୍କନ ମଝିରେ ମାରିଥିଲେ, ଆମେ ଏଗନେଷ୍ଟ କଲୁ ଏଇ ରଥ କରିପାରିବୁନି। ରଥ ରଥ ହବ, ସେମିତି ସାରା ବିଶ୍ୱ ରଥ ହଉଛି, ଜଗନ୍ନାଥମୟ ହେଇଯାଉଛି। କିନ୍ତୁ ମୋ କହିବା କଥା ସବୁ କିଛି ହଉ, ସବୁ ପ୍ରଭୁଙ୍କର ଇଏ ନେଇ ହଉ, ଯୋଉଟା ଠିକ ଚାଲିଛି ନିନ୍ଦନୀୟ ନା ହଉ, ପରମ୍ପରା ରକ୍ଷା ହଉ, ନିନ୍ଦନୀୟ ନ ହଉ। ଆଉ ଯୋଉ ଦାରୁ ଚୟନ ବା ତା ଦାରୁରେ ମହାପ୍ରଭୁଙ୍କ ପ୍ରତିଷ୍ଠା ହବା, ତିଆରି ହବା, ଏଇ ସବୁ ତ ବାହାରେ ସେମିତି
ଆଉ ଗୋଟେ କଥା ଯେ ଏଠି ଯେତେବେଳେ ଆମର ବ୍ରହ୍ମ ସଂସ୍ଥାପନ ହୁଏ ବା ମହାପ୍ରଭୁଙ୍କର ଯୋଉ ବିଗ୍ରହ ତିଆରି ହୁଅନ୍ତି ସେତେବେଳେ କଣ କିଛି କାଠ ବଳିଯାଏ ଯୋଉଟା କି ଅନ୍ୟମାନେ ନେଇଯାଇପାରିବେ ବା ସେଟା ତାର କଣ କରାଯାଏ ଅବଶିଷ୍ଟ କାଠ ସବୁ କଣ କରାଯାଏ? କାଠ ବଳେନି, ଆଚ୍ଛା। କାଠ ଟୁକୁଡ଼ା ଟୁକୁଡ଼ା ସବୁ ବଳେ, ତାକୁ ସବୁ ରଖାଯାଏ ସୁବିଧା ଅସୁବିଧା ହେଲେ ଠାକୁରଙ୍କ କାମରେ ଲାଗିବେ, ଭଲ ମନ୍ଦ ହେଇପାରେ। ଠାକୁର ଟୁକୁଡ଼ା ଟୁକୁଡ଼ା ସେଇଆ ଥାଏ, ପ୍ରଭୁ ହେଇଯାଆନ୍ତି, ନିର୍ମାଣ ପ୍ରଭୁ ହେଇଯାଆନ୍ତି। କିନ୍ତୁ ଅତି ଯୋଉ ମୋଟାର ଯୋଉ ମୋଟେଇଟା ଠିକ ଥିବା ଯୋଉଟାରେ କି ମହାପ୍ରଭୁ ପ୍ରସ୍ତୁତ ହେଇପାରିବେ, ନିର୍ମାଣ ହେଇପାରିବେ, ସେଇଭଳି କାଠ ନାଇଁ